ସମସ୍ତଙ୍କୁ ନମସ୍କାର। ଆଉ ବାସ୍ତବରେ ଆଜି ହେଉଛି ପେଣ୍ଟିକୋଷ୍ଟ ଡେ। ବାକ୍ୟ ମଧ୍ୟକୁ ଯିବା ପୂର୍ବରୁ ପେଣ୍ଟିକୋଷ୍ଟ ଡେର ଶୁଭେଚ୍ଛା ମଧ୍ୟ ଜଣାଏ। ଆମେ ଯୀଶୁଙ୍କର ଜନ୍ମଦିନକୁ ବହୁତ ଆଡମ୍ବରରେ ପାଳନ କରୁ। ଆଉ ଆମେ କଟକବାସୀ ତ ପ୍ରାୟ ଗୋଟିଏ ମାସ ପ୍ରାୟ ଆମେ ସେଲିବ୍ରେଟ କରୁ। ସମାଜରେ, ଚର୍ଚ୍ଚରେ, ଯୁବ ସମିତି, ମହିଳା ସମିତି, ଅନୁଷ୍ଠାନ ଗୁଡାକ ସେଗୁଡାକ ମନେ ପକାଇଲେ ପୁଣି ଥରେ ଡିସେମ୍ବର ଆସୁ ଲାଗୁଛି। ଗତ ଡିସେମ୍ବର ତ ହେଇପାରିଲା ନାହିଁ, କିନ୍ତୁ ମୁଁ କହିବା ପାଇଁ ଚାହେଁ ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଜନ୍ମଦିନକୁ ଆମେ ବହୁତ ଆନନ୍ଦରେ ପାଳନ କରିଥାଉ। ଯୋଉ ଦିନ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଜଗତକୁ ଆସିଲେ ସେଇଟା ଆମ ପାଇଁ ବଡ ଦିନ ଥିଲା, କିନ୍ତୁ ପବିତ୍ର ଆତ୍ମା ଯୋଉ ଦିନ ଜଗତକୁ ଆସିଲେ ପେଣ୍ଟିକୋଷ୍ଟ ଡେ ଥିଲା। ପ୍ରଭୁ ଯୀଶୁ ଖ୍ରୀଷ୍ଟ ଜଗତକୁ ଆସିଲେ, ତାଙ୍କର ଯୋଉ କାର୍ଯ୍ୟ ଥିଲା ତା ସମ୍ପନ୍ନ କଲେ, ପୁଣି ସେ ବାହୁଡି ଗଲେ। ଆଉ ଯିବା ପୂର୍ବରୁ ସେ ଗୋଟେ କଥା କହିକି ଯାଇଥିଲେ। ଯାହାକି ସମସ୍ତ ଖୋଲନ୍ତୁ ଆପଣ ମାନେ ଯୋହନ ତାର 16 ପର୍ବ 7 ପଦ। ଜନ୍ ଚାପ୍ଟର 16 verse 7 ଲେଖା ଅଛି, କିନ୍ତୁ ମୁଁ ତୁମମାନଙ୍କୁ ସତ୍ୟ କହୁଅଛି, ମୋର ପ୍ରସ୍ଥାନ କରିବାର ତୁମମାନଙ୍କର ମଙ୍ଗଳ। କାରଣ ମୁଁ ପ୍ରସ୍ଥାନ ନ କଲେ ସେ ସାହାଯ୍ୟକାରୀ ତୁମମାନଙ୍କ ନିକଟକୁ ଆସିବେ ନାହିଁ, ମାତ୍ର ମୁଁ ଗଲେ ତାହାଙ୍କୁ ତୁମମାନଙ୍କ ନିକଟକୁ ପଠେଇଦେବି। ପ୍ରଭୁ ଯୀଶୁ କହିଲେ ଯେ ଜଣେ ସାହାଯ୍ୟକାରୀଙ୍କୁ ପଠେଇଦେବି। ଆଜିର এই କରୋନା ସଂକ୍ରମଣ କାଳରେ ଆମେ ଅନେକ କଷ୍ଟ ଦେଇ ଯାଉଛୁ। ପରିବାର ମଧ୍ୟରେ ଦୁଃଖ, ନୈରାଶ୍ୟ, ନିସଙ୍ଗତା, ଜବଲେସ୍। ଏଇ ପରିସ୍ଥିତିରେ ଆମେ କେମିତି ସର୍ଭାଇଭ କରିପାରିବା, ଆମେ କେମିତି ବଞ୍ଚି ପାରିବା? ଆମକୁ ସାହାଯ୍ୟ କରିବା ପାଇଁ ଜଣେ ଲୋକ ତ ଦରକାର ନା। ଆମକୁ ସାହାଯ୍ୟ କରିବା ପାଇଁ ଜଣେ ଲୋକର ଆବଶ୍ୟକ ଅଛି। ଆଉ ସେଇ ଲୋକ ଆଜି ଆମ ଘରକୁ ଆସି ପାରୁନାହାନ୍ତି, କେହି କାହା ଘରକୁ ଯାଇ ପାରୁନାହାନ୍ତି। ଆମେ ଦୂରରୁ ହିଁ ଆମେ ପରସ୍ପରକୁ ସାନ୍ତ୍ୱନା ଦଉଛୁ, ପରସ୍ପରକୁ ଦେଖୁଛୁ, ପ୍ରାର୍ଥନା କରୁଛୁ। କିନ୍ତୁ ଆଜିର ଦିନଟା ଆମ ପାଇଁ ଗୋଟେ ପ୍ରାସଙ୍ଗିକ ଦିନ ଅଟେ ଏଇଟା ଜାଣିବା ପାଇଁ ଯେ ପବିତ୍ର ଆତ୍ମା ଆମ ସହିତ ଅଛନ୍ତି। ପବିତ୍ର ଆତ୍ମା ମାନେ ଈଶ୍ୱର ସ୍ୱୟଂ, ସେ ଆମ ସହିତ ଅଛନ୍ତି। ପ୍ରିୟ ଭାଇ ଭଉଣୀ ମାନେ, ମୁଁ ଆପଣମାନଙ୍କୁ ଏନକରେଜ କରିବା ପାଇଁ ଚାହେଁ ବାକ୍ୟ ମଧ୍ୟକୁ ଯିବା ପୂର୍ବରୁ ଯେ ପବିତ୍ର ଆତ୍ମାଙ୍କର କାର୍ଯ୍ୟ ଗୋଟେ ବିଶ୍ୱାସର ଜୀବନର ଅତି ମହତ୍ ଅଟେ। ସଂକ୍ଷେପରେ 10ଟି ବିଷୟ କହିଲା ପରେ ମୁଁ ବାକ୍ୟ ମଧ୍ୟକୁ ଆପଣଙ୍କୁ ଘେନିଛି। ପ୍ରଥମ ବିଷୟ, ପବିତ୍ର ଆତ୍ମା ସେ କଣ କରନ୍ତି ଯେ ସେ ଆମକୁ ପାପ, ଧାର୍ମିକତା ଓ ବିଚାର ବିଷୟରେ ଜଣାନ୍ତି। ଏଇଟା ସେ ସାହାଯ୍ୟ କରନ୍ତି। ପରବର୍ତ୍ତୀ ପଦରେ ଲେଖା ହେଇଛି 8 ପଦରେ ସେ କଣ କରନ୍ତି ଯେ ପାପ, ଧାର୍ମିକତା ଆଉ ବିଚାର ବିଷୟରେ ଆମକୁ ଜଣାନ୍ତି। ବିଚାର ଗୋଟେ ରହିଛି, ପାପ ବିଷୟ ଜଣାନ୍ତି, ଧାର୍ମିକ ଜୀବନ କାଟିବା ସେ ସମ୍ପର୍କ ସେ ଆମକୁ ଜଣାନ୍ତି। ଆଉ ଦ୍ୱିତୀୟ ବିଷୟ ସେ କଣ କରନ୍ତି, ଯଦି ଆପଣ ଦେଖିବେ ପ୍ରେରିତ ତାର 15 ପର୍ବ 8 ଆଉ 9 ପଢିଲେ ଜାଣିପାରିବେ ଯେ ସେ ଆମର ହୃଦୟକୁ ପରିଷ୍କାର କରନ୍ତି। ଆମ ହୃଦୟକୁ ପବିତ୍ର ଆତ୍ମା କଣ ସାହାଯ୍ୟ କରନ୍ତି, ସେ ଆମ ହୃଦୟକୁ ପରିଷ୍କାର କରନ୍ତି। ଆଉ ତୃତୀୟ ବିଷୟ ସେ କଣ କରନ୍ତି, ଯୋହନ 16 ପର୍ବ 13 ପଦରେ ଆମେ ଦେଖିଲେ ଜାଣିପାରିବା ଯେ ସେ ଆମକୁ ଚାଳନା ଦିଅନ୍ତି। ଚାଳନା ଦିଅନ୍ତି ସେ ଆମକୁ। ପ୍ରଭୁଙ୍କ ନାମର ସ୍ତୁତି ହଉ। ତ 13 ପଦ ଦେଖିବେ ଲେଖା ଯାଉଛି ସେ କଣ କରେ, ସେ ସତ୍ୟମୟ ଆତ୍ମା ଆସିଲେ ସେ ପଥ ଦେଖାଇ ତୁମମାନଙ୍କୁ ସମସ୍ତ ସତ୍ୟତାରେ ପ୍ରବେଶ କରାଇବେ। ତାମାନେ ତୃତୀୟ ବିଷୟ, ସେ ଆମକୁ ଚାଳନା ଦିଅନ୍ତି, ଆମକୁ ଗାଇଡ କରନ୍ତି। ଜନ 14:26 ପଢିଲେ ଜାଣିପାରିବେ ସେ ଆମକୁ ଶିକ୍ଷା ଦିଅନ୍ତି। ପ୍ରିୟ ଭାଇ ଭଉଣୀ ମାନେ, ଏଇ କରୋନା ସଂକ୍ରମଣ କାଳରେ କାହାର ଶିକ୍ଷା କାମରେ ଆସୁନାହିଁ। ଆମେ ଆଉ କାହା କଥା ଶୁଣିବା ପାଇଁ ପସନ୍ଦ କରୁନାହୁଁ। ଗୋଟେ ଡିପ୍ରେସନଟା ଆସିଯାଇଛି, କାରଣ କୌଣସି ବିଷୟ ଆମକୁ ସାନ୍ତ୍ୱନା ଦେଇପାରୁନାହିଁ। କିନ୍ତୁ ଏଇ ସମୟରେ ପବିତ୍ର ଆତ୍ମା ପରମେଶ୍ୱର ଆମକୁ ଶିକ୍ଷା ଦିଅନ୍ତି, ଆମକୁ ସୁଶିକ୍ଷିତ କରାନ୍ତି, ସୁଶିକ୍ଷିତ କରାନ୍ତି। କେବେ ବି ଆମେ ଭାବିନଥିଲୁ ଯେ ଆମ ପରିବାର ଜଣେ କେହି ଚାଲିଯିବେ, ଇଭେନ ଆମେ ତାଙ୍କର ମୁହଁ ବି ଦେଖିବୁ ନାହିଁ, ଆମେ ତାଙ୍କୁ ଶେଷ ଥର ପାଇଁ ଆମେ ଦେଖିବୁ ନାହିଁ, ତାଙ୍କୁ ଆମେ ସମାଧି ପର୍ଯ୍ୟନ୍ତ ଯାଇକି ମୁଠେ ମାଟି ଦେଇପାରିବୁ ନାହିଁ, ତାଙ୍କ ଘରକୁ ଯେ ସାନ୍ତ୍ୱନା ଦେଇପାରିବୁ ନାହିଁ। ଏଗୁଡାକ ଆମେ କେବେ କଳ୍ପନା ବି କରିନଥିଲୁ, ଆମର ଚିନ୍ତାର ବାହାରେ ଥିଲା। କିନ୍ତୁ ପବିତ୍ର ଆତ୍ମା ଆମମାନଙ୍କୁ ଶକ୍ତି ଦଉଛନ୍ତି, ଧୈର୍ଯ୍ୟ ଦଉଛନ୍ତି। ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦିଏ। ଆଉ ପଞ୍ଚମ ବିଷୟ ସେ କଣ କରନ୍ତି, ଯୌନ 14 ପର୍ବ ତାର 16 ପଦ ଦେଖିଲେ ଜାଣିପାରିବେ ସେ ଆମକୁ ସାନ୍ତ୍ୱନା ଦିଅନ୍ତି। ସେ ଆମକୁ ସାନ୍ତ୍ୱନା ଦିଅନ୍ତି।
ସମୟରେ आम जीवन रे हमें पवित्र आत्मा को आवश्यक करू हम आपण मान को जणैबा पई चाहे आ षष्ठ रे से हमको एको करंती मंडली मध्य जो दुर्बलता थाए परिवार मध्य दुर्बलता थाए मनोमालिन्य थाए विशृंखला थाए से कौन करते आसिले हमको से एको करंती ए प्रकार से सहाय्य करंती आज तांकर आसीबार दिन अटे 2000 वर्ष पूर्वे प्रभु यीशु ख्रीष्ट जेतले गले से एई कथा कहि गले अपेक्षा करि थाओ अल्प दिन पर से आसीबे आउ से तुमान के सकल विषय सहाय्य करी सप्तम रे से कौन करते हमको शक्ति जोगान प्रेरित 1 पर्व 8 पद पढ़ले हम जानि पारू जे पवित्र आत्मा तुमान को अवतीर्ण हुवंते तुमाने शक्ति प्राप्त हबो शक्ति प्राप्त हबो प्रिय भाई बहन माने जदि आज हमें कहिबा हम परिवार दुख आसीची समस्या आसीची अभाव आसीची हम जदि कहिबा नै प्रभु मो पाए उत्तम अटंती एटा जदि प्रभुंकर द्वारा शक्ति प्राप्त न हेले के कहि परिबा न तबे प्रभु को परीक्षा कर दिथा से हमको शक्ति जगांती एवं अष्टम रे से अधिक आत्मिक फल फलिबा पे हमको सहायता जोहन 15 पर्व 2 पद अनुसार अष्टम रे से हमको आत्मिक फल फलिबा पे सहायता करन नवम रे से समस्त सत्यता रे हमको कढै नियंती जोहन 16 पर्व 13 पद पढ़ले हम जानि परिबु जे समस्त सत्यता रे हमको कढै नियंती और शेष विषय कहिबा पई चाहे से यीशु को गौरवान्वित करंती यीशु को गौरवान्वित करंती ए पदटे पढ़िबा दया कर मस्त खोलंतु पढ़िले आपन मान को बहुत भल लागिबो जे प्रभुंकर आत्मा केतले से गौरवान्वित होंती प्रथम पितर 4 पर्व तार 12 पदर 14 पद पर्यंत मु पढुची दया कर सुनंतु एटा लिखा जाय हे प्रिय माने तुम मान को परीक्षा निमंते जो दुख भोग रूप अग्नि उपस्थित होई अछि ता अद्भुत घटना बोली मने करी आश्चर्य ज्ञान करो नाही बरं जो परिमाण रे ख्रीष्ट को दुख भोग रो सहभागी होछ सेही परिमाण रे आनंद करो जेपरि ताहां को महिमा प्रकाश हेबा समय मध्य तुमे माने महानंद रे आनंदित होबो 14 पद यदि तुमे माने ख्रीष्ट को नाम सकाशे निंदित हो ताहेले तुमे माने धन्य कारण गौरवमय आत्मा अर्थात ईश्वर का आत्मा तुमान को ठारे अधिष्ठान करू अछंती प्रिय भाई बहन माने दुख भोग करबा समय रे कोन लिखा जाउची जे गौरवमय आत्मा पवित्र आत्मा जे गौरवमय आत्मा से दुख भोग काल रे आम ठारू गुडे लोक चाली गले मध्य से आम जीवन रे अधिष्ठान करंती से महिमान्वित होंती प्रभु को नाम र स्तुति এই 10টি বিষয় মই আপন মানক সহিত এই পেন্টিকস্তে সম্পর্ক রখিবা পাই চাহে प्रभु आपन को अनुग्रह करंतु